ମାଲକାନଗିରିରୁ ଜୟପୁର ଯିବା ରାସ୍ତାରେ ଭୟାନକ ସଡ଼କ ଦୁର୍ଘଟଣା। ଆଟ୍ ଏ ଟାଇମ୍ ଏଠି ତିନିଟି ଗାଡ଼ି, 1 2 3 ତିନୋଟି ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ ହେଇଛି। ଗୋଟେ ଗାଡ଼ି ପୁରା ସିଧା ସିଧି ରହିଛି, ଆଉ ଦୁଇଟା ଗାଡ଼ିର ଆଉ ଭାରସାମ୍ୟରେ ପୁରା ଉଲ୍ଟି ଯାଇଛି। ଦୁଇଟା ଗାଡ଼ି ଆଟ୍ ଏ ଟାଇମ୍ ତିନୋଟି ଗାଡ଼ିର ଅବସ୍ଥା ଦେଖନ୍ତୁ, କେତେ ଶୋଚନୀୟ ଅବସ୍ଥା। ତିନୋଟି ଗାଡ଼ି ପୁରା ବାଟି ଭୟାନକ ସଡ଼କ ଦୁର୍ଘଟଣା। ଆଟ୍ ଏ ଟାଇମ୍ ତିନୋଟି ଗାଡ଼ି ଦେଖନ୍ତୁ, ଏମିତି ଦୁର୍ଘଟଣା ହେଇଛି। ଏଥିରେ ମଧ୍ୟ ତାଙ୍କ ଡ୍ରାଇଭର ମାନେ ମଧ୍ୟ ଆହତ ହେଇଛନ୍ତି। ଭୟାନକ ସଡ଼କ ଦୁର୍ଘଟଣା, ଆଟ୍ ଏ ଟାଇମ୍ ତିନୋଟି ଗାଡ଼ି। ଏ ଦେଖନ୍ତୁ, ଏଇଟା ଗୋଟେ ଆଉ ଏ ପଛରେ ଗୋଟେ। ଏଇଟା ଆଟ୍ ଏ ଟାଇମ୍ ତିନିଟା ଗାଡ଼ିର ସଡ଼କ ଦୁର୍ଘଟଣା। ଏ ଦେଖନ୍ତୁ, ଲୁହା ପାହାର ଧରିକି ଆସୁଥିଲେ ତିନୋଟି ଗାଡ଼ି ଆଟ୍ ଏ ଟାଇମ୍। ତିନୋଟି ଗାଡ଼ି ସବୁ। ଆହୁରି ଗୋଟେ ଗାଡ଼ି ଅଛି ଦେଖୁଛୁ, ରୁହନ୍ତୁ, ଆହୁରି ଗୋଟେ ଗାଡ଼ି ମଧ୍ୟ ଅଛି। ଚାରିଟି ଗାଡ଼ି, ତିନିଟା ନୁହେଁ ଚାରିଟା ଗାଡ଼ି ଆକ୍ସିଡେଣ୍ଟ ହେଇଛି। ଏଠି ଆଉ ଗୋଟେ ଗାଡ଼ି ମଧ୍ୟ ପଡ଼ିଛି, ଦେଖ ତଳେ। ଚାରିଟା ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ। ଏଇଟା ଫାର୍ଷ୍ଟ ଟାଇମ୍ ନା କି? ଚାରିଟା ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ ହେଇଛି ଗୋଟେ ଘାଟିରେ। ଆଗରୁ କେବେ ବି ହେଇନି ଏଇଭଳିଆ। ଦେଖନ୍ତୁ, ଭୟାନକ ଦୁର୍ଘଟଣା। ତିନିଟା ହେଇଥିଲା, ଏଥର ଚାରିଟା ହେଇଛି। ଆଉ ଏଠି ଗୋଟେ, ଏଠି ତିନିଟା, ଚାରିଟା ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ। ଏଠି ଆକ୍ସିଡେଣ୍ଟ, ଡ୍ରାଇଭର ଦେଖନ୍ତୁ କ'ଣ କରିବେ ଏଇଭଳିଆ ବ୍ୟବସ୍ଥା। ଏଇଟା ହେଲା ଆମର ମାଲକାନଗିରିରୁ ଜୟପୁର ଘାଟି, ଜୟପୁର ଯିବା ପାଇଁ ଯେଉଁ ଘାଟି, ଏଇଟା ଗାଡ଼ି ଗୁଡ଼ା ଆସୁଛି। କହୁଥିବେ କେତେ ଭୟାନକ ଦୁର୍ଘଟଣା, ଯେଉଁଟା କୁହନ୍ତି ମାନେ ଭୟାନକ ଦୁର୍ଘଟଣା। ଆଟ୍ ଏ ଟାଇମ୍ ଚାରିଟା ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ ହେଇଛି। ଚାରିଟା, ସବୁ ଏପି ଗାଡ଼ି। ଏଟା ଏପି, ଏଟା ମଧ୍ୟ ଏପି ତେଲେଙ୍ଗାନାର। 2, ଏଟା ମଧ୍ୟ ତେଲେଙ୍ଗାନା। 3, ତିନୋଟି ଗାଡ଼ି ଆଟ୍ ଏ ଟାଇମ୍ ଆକ୍ସିଡେଣ୍ଟ। ଆଉ ଗୋଟେ ଗାଡ଼ି ତଳେ ପଡ଼ିଛି। ଦେଖି ଚାହିଁ ଗାଡ଼ି ଚଲାନ୍ତୁ। ସେଥିପାଇଁ ସଡ଼କ ନିୟମ ମାନନ୍ତୁ, ଆଉ ଦେଖି ଚାହିଁ ଗାଡ଼ି ଚଲାନ୍ତୁ। କେଉଁଠି ଘାଟି ଗାଡ଼ିର ସ୍ପିଡ଼୍ ଚଲାନ୍ତୁ ନାହିଁ, ଆରାମସେ ଗାଡ଼ି ଚଲେଇକି ଦେଖିକି ଗାଡ଼ି ଚଲାନ୍ତୁ।